जय जगन्नाथ। आज आउ एक नूतन वीडियो को सब्सक्राइब द्वारा @19991 यूट्यूब चैनल को स्वागत। आज आम गणितमाला तृतीय श्रेणी दैर्घ्य मापर 11 नंबर ठारू 20 नंबर पर्यंत करवा। तेबे चलंतु डेरी करवानी आम अभ्यास कार्य आरंभ करवा। 11 नंबर प्रश्न कला गोटे बाउंसर मोट दैर्घ्य 15 मीटर से 5 मीटर 60 सेमी कला रंग 40 मीटर 40 सेमी धला रंग दि जाइए अवशिष्ट नाली रंग होती नाली रंग दि जाइए अंशर दैर्घ्य तेणु आम कौन करवा पूरा साधा भाव में करार अच्छे गोटे बाउंसर मोट दैर्घ्य गोटे बाउंसर मोट दैर्घ्य 15 मीटर। ये 15 मीटर टा केते सेमी ना 1500 सेमी। एटा को अति सहज कर दबार अच्छी। ठीक अच्छे धरन ये गोटे बाउंस आम अंकन करदे देख यहाँ धरन गोटे बाउंस एमती सब बाउंस मोट है 15 मीटर बा 15 सेमी 1500 सेमी 1500 सेमी सी कहला कला रंग हूँ के 5 मीटर ये पर्यंत कला 5 मीटर 60 सेमी। ठीक अच्छे कहला 4 मीटर 40 सेमी 4 मीटर 40 सेमी कौन धला आकर है नाली रंग है तेज आमको बाहर करने कौन करवा लिखा साधारण धारा केम धारा लिखा बाउंसर कला अंश 5 मीटर 60 सेमी जे समान 560 सेमी। ठीक अच्छे सेपरी बाउंसर धला अंश समान 4 मीटर 40 सेमी 440 सेमी बाउंसर नाली अंश समान 1500 सेमी फेड़ाण 560 मिशाण 440 सेमी जे समान 1500 सेमी फेड़ाण 1000 सेमी जे समान 500 सेमी बा 5 मीटर अतएव बाउंसर नाली रंग अंश 5 मीटर बुझेला ना बुझेलानी बुझेला तो 12 नंबर प्रश्न देइची जने दुकानी पाखरे मोट 50 मीटर कपड़ा थिला सेति से प्रथम दिन 25 मीटर 40 सेमी द्वितीय दिन 10 मीटर 35 सेमी कपड़ा बिक्री करदेला तांका पाखरे आउ केते कपड़ा बळका रहिला हला एपरी
ଦୋକାନୀ ପାଖରେ ମୋଟ କପଡା ଥିଲା। ପାଖରେ ମୋଟ କପଡା ଥିଲା। ସମାନ 50 ମିଟର ବା 5000 ସେମି। 5000 ସେମି। ପ୍ରଥମ ଦିନ କପଡା ବିକ୍ରି ହେଲା। ଦୋକାନୀ ପ୍ରଥମ ଦିନ କପଡା ବିକ୍ରି କଲା। ଦୋକାନୀ ପ୍ରଥମ ଦିନ କପଡା ବିକ୍ରି କଲା ସମାନ କେତେ ନା 25 ମିଟର 40 ସେମି। 40 ସେମି ବା 2540 ସେମି। 2540 ସେମି। ଠିକ ଅଛି। ତାପରେ କହିଲା ଦୋକାନୀ ଦ୍ୱିତୀୟ ଦିନ କପଡା ବିକ୍ରି କଲା ସମାନ କେତେ ନା କହିଲା 10 ମିଟର 35 ସେମି। ଯେ ସମାନ 1035 ସେମି। ତେଣୁ ତା ପାଖରେ ଆଉ କେତେ କପଡା ରହିଲା। ତେଣୁ ଆମେ କଣ କରିବା ଦୋକାନୀ ପାଖରେ କପଡା ବଳକା ରହିଲା। କପଡା ବଳକା ରହିଲା ସମାନ ତାହେଲେ କଣ ନା 5000 ସେମି ଫେଡାଣ 2540 ମିଶାଣ 1035 ସେମି ଯେ ସମାନ 5000 ଫେଡାଣ 5 କୁ 5 4 3 7 5 କୁ 5 2 1 3 3575 ସେମି ଫେରିଦେଲେ 5 ରୁ 0 ଗଲେ 5 ର ପରମିତ୍ର 5 8 ରୁ 0 ଗଲେ 2 0 8 ର ପରମିତ୍ର 2 6 ରୁ 0 ଗଲେ 6 ର ପରମିତ୍ର 4 ହେଲା 5 ରୁ 4 ଗଲେ 1425 ସେମି ବା 14 ମିଟର 25 ସେମି। 14 ମିଟର 25 ସେମି। ବୁଝିଲା ନା ବୁଝିଲାନି? ଅତଏବ ତାଙ୍କ ପାଖରେ ଆଉ 14 ମିଟର 25 ସେମି କପଡା ରହିଲା। 25 ସେମି କପଡା ରହିଲା। ଠିକ ଅଛି ବୁଝିଲା। 13 ନମ୍ବର ପ୍ରଶ୍ନ ଦେଲା ଦୁଇ ଖଣ୍ଡ ଫିତାର ଦୈର୍ଘ୍ୟ 20 ମିଟର। ସାନ ଫିତାର ଦୈର୍ଘ୍ୟ ବଡ ଫିତାର ଦୈର୍ଘ୍ୟ ଠାରୁ 1 ମିଟର ଅଧିକ। ତେବେ ବଡ ଫିତାର ଦୈର୍ଘ୍ୟ କେତେ ସାନ ଫିତାର ଦୈର୍ଘ୍ୟ କେତେ? 13 ନମ୍ବର ଦେଖିବା ଦୁଇଟି ଫିତାର ଦୈର୍ଘ୍ୟ ମିଶି ଦୁଇଟି ଫିତାର ଦୈର୍ଘ୍ୟ ମିଶି ସମାନ 20 ମିଟର ବା 2000 ସେମି। 2000 ସେମି ଠିକ ଅଛି। କେତେ ତାହେଲେ ପ୍ରଥମ ଫିତା ଠାରୁ ସାନ ଫିତାର ଦୈର୍ଘ୍ୟ ବଡ ଫିତା ଠାରୁ ସାନ ଫିତାର ଦୈର୍ଘ୍ୟ ବଡ ଫିତାର ଦୈର୍ଘ୍ୟ ଠାରୁ
ଦୈର୍ଘ୍ୟ ଠାରୁ ଅଧିକ ସମାନ ଅଧିକ କେତେ କହିଛି 1 ମିଟର ବା 100 ସେମି 100 ସେମି ତେବେ ସେ କହିଛି ତାର ଫିତା ଦିଟାର ଦୈର୍ଘ୍ୟ କେତେ କାହାର କେତେ ଦୈର୍ଘ୍ୟ ଠିକ ଅଛି ତାହେଲେ ମୁଁ ପ୍ରଥମେ କଣ କରିବି ନା ଯେତିକି ଅଧିକ ଦେଇଛି ତାକୁ ଆଉ ଅଲଗା କରିଦେବି 2000 ଫେରାଣ 100 1900 ସେମି ଧନ୍ୟ ଏଇ ଯିଏ ବଡ ଅଧିକ ନବ ତାକୁ 100 ସେମି ପ୍ରଥମେ ବାହାର କରିଦେଲି ତାର ତ ବଡକୁ ଆଗେ ନେଇକି ତାକୁ ଦେଇଦେଲି ତାକୁ ତ 100 ସେମି ଅଧିକ ନବୁ ତୁ ଆଗେ ନେଇଯା ତେବେ ଯେ 1900 ରହିଲା ତାକୁ ଦି ଭାଗ କରିଦେବା 1900 ହରଣ 2 ତେବେ 2 ନୂଆ 18 1 ବଳିଲା 2 5 10 950 ସେମି ଏଇଟା କାହାର ବାହାରିବ ନା ଦି ଜଣଙ୍କ ପାଖରେ ଅଛି ଦି ଜଣ ପାଖରେ ବଡ ତ ଅଧିକ ଥିବ ତେଣୁ ଏଟା ସାନ ଫିତାର ଖଣ୍ଡ ନେଇଯିବା ଏଇଟା ଦି ଜଣଙ୍କ ପାଖରେ ଅଛି 950 950 ଅର୍ଥାତ 9 ମିଟର 50 ସେମି 9 ମିଟର 50 ସେମି ଦି ଜଣ ପାଖରେ ଅଛି ତେବେ ସାନ ଫିତାର ଦୈର୍ଘ୍ୟ ଏତିକି ବାହାରିଗଲା କାରଣ ବଡ ଫିତା ତାଠୁ ଅଧିକ ନେଇଛି କେତେ 100 ସେମି ବା 950 ମିଶାଣ 100 ଯେ ସମାନ 1050 ସେମି ବା 10 ମିଟର 50 ସେମି ସମାନ ବଡ ଫିତାର ଦୈର୍ଘ୍ୟ ଠିକ ଅଛି ଆମେ ପାଇଗଲେ ବର୍ତ୍ତମାନ ସାନ ଆଉ ବଡ ଫିତାର ଦୈର୍ଘ୍ୟ ପାଇଗଲେ ନା ଆଚ୍ଛା ତାପରେ ଯିବା 14 ନମ୍ବର ପ୍ରଶ୍ନ 14 ନମ୍ବର ପ୍ରଶ୍ନ କଣ ଦେଲା ଆମକୁ 14 ନମ୍ବରରେ ପ୍ରଶ୍ନ ଦେଲା 12 ମିଟର 20 ସେମି 8 ମିଟର 80 ସେମି ଫେରାଣ କେତେ ଯେ ସମାନ 10 ମିଟର 70 ସେମି ତେଣୁ ପ୍ରଥମେ ଏ ଦିଟାଙ୍କୁ ମିଶେଇକି ଫେଡ଼ିଦେଲେ ଆମେ ପାଇଯିବା ଠିକ ଅଛି ଏବେ ଡେରି କରିବାନି ଅତେବଟା ଲେଖିଦେବେ 14 ନମ୍ବର 12 ମିଟର 20 ସେମି ମିଶାଣ 8 ମିଟର 80 ସେମି ଦିଟାଙ୍କୁ ମିଶେଇ ଦିଅ ତାହେଲେ 0 0 8 2 10 0 ରଖିନେଲା 1 8 2 10 11 1 ରଖିନେଲା 1 21 ମିଟର ଏତିକି ସେମି ହେଇଗଲା ତେବେ ସେ କହିଛି କେତେ ତୁ କେତେ ଫେଡ଼ିବା ଫେଡ଼ାଣ 10 ମିଟର 70 ସେମି ଫେଡ଼ି ଦିଅ 70 ସେମି ଏଟାକୁ ଆହୁରି ସହଜ କରିବା ପାଇଁ 20 ମିଟର 100 ସେମି କରିଦିଅ ଫେଡ଼ାଣ 10 ମିଟର 70 ସେମି କରିଦିଅ ଇଏ ହେଲା 10 ମିଟର 20 ରୁ 100 ରୁ 70 ଗଲେ 30 ସେମି ଅର୍ଥାତ 10 ମିଟର 70 ସେମି ବାହାରିଗଲା ବୁଝିଗଲା ତାପରେ ଯିବା 15 ନମ୍ବର ପ୍ରଶ୍ନ 15 ନମ୍ବର ପ୍ରଶ୍ନ କହିଲା ଗୋପାଳ ଘରଠାରୁ ବିଦ୍ୟାଳୟର ଦୂରତା 885 ମିଟର ସେ ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ଚାଲି ଚାଲି ଯାଏ ଚାଲି ଚାଲି ଘରକୁ ଆସେ ତେବେ ସେ ପ୍ରତ୍ୟେକ ଦିନ ଯିବା ଆସିବା ପାଇଁ ମୋଟ କେତେ ବାଟ ଚାଲେ ଗୋପାଳ ଘରଠାରୁ ବିଦ୍ୟାଳୟର ଦୂରତା ଗୋପାଳର ଘରଠାରୁ ବିଦ୍ୟାଳୟର ଦୂରତା ସମାନ 885 ମିଟର 885 ମିଟର ସେ କହୁଛି ଚାଲି ଚାଲି ଯିବ ପୁଣି ଚାଲି ଚାଲି ଆସିବ ତାହେଲେ ଅର୍ଥାତ କେତେ ଥର ଗଲା ଦି ଥର ଗଲା ତେବେ 885 ଗୁଣନ 2 2 5 10 0 ରଖିନେଲା 1 2 16 1 17 7 ରଖିନେଲା 1 2 16 1 17 1770 ମିଟର ବା କିଲୋମିଟର କୁ କିଲୋମିଟର ପ୍ରକାଶ କଲେ ଡାହାଣ କରୁ କେତେଟି ଅଙ୍କ ଛାଡ଼ିବା 3ଟି ଅଙ୍କ ଛାଡ଼ିବା ଅର୍ଥାତ 1 କିମି 770 ମିଟର ତେବେ
ଅତଏବ ଗୋପାଳ ପ୍ରତିଦିନ 1 କିମି 770 ମିଟର ଯିବା ଆସିବା କରେ। ଯିବା ଆସିବା କରେ। 16 ନମ୍ବର ପ୍ରଶ୍ନ। ଗୋପାଳକୁ ଘରୁ ଯାଜପୁର ଯିବାକୁ ପଡିଲା। ସେ ଘରୁ 28 କିମି ଯାଇ ଦେଖିଲା ଯେ ଅବଶିଷ୍ଟ ବାଟର ଅଧା ବାଟ ଆସିଛି। ତେବେ ଘର ଠାରୁ ଯାଜପୁରର ଦୂରତା କେତେ? ବଢିଆ ପ୍ରଶ୍ନ। ତେବେ ଅବଶିଷ୍ଟ ବାଟ ଏଇଟା ଧରିନିଅ ଗୋଟେ ବାଟ, ଏଟା ହେଲା ଘର, ଏଟା ହେଲା ଯାଜପୁର। ସେ କହିଲା ଗୋପାଳ ଘରୁ ଯାଜପୁର ଯିବାକୁ ପଡିଲା। ତେବେ ସେ ଘରୁ 28 କିମି ଗଲା। ଧରିନିଅ ଏଇଠି ପର୍ଯ୍ୟନ୍ତ 28 କିମି ପଳେଇ ଆସିଲା। ସେ 28 କିମି ଆସି ଦେଖିଲା ଯେ ଅବଶିଷ୍ଟ ବାଟ ଯେତିକି ବାଟ ଅଛି ହେଲା ତାର ଅଧା ଆସିଛି। ହେଲା ଯେତିକି ବାଟ ଅଛି ତାର ଅଧା ଆସିଛି। ଅର୍ଥାତ୍ ଧରିନିଅ ଏଇଟା ଯଦି ମୋଟ ବାଟକୁ ଆମେ ନେଇଯିବା, ସେ ଯେତିକି ବାଟ ଆସିଲା ପରେ ଦେଖିଲା ଯେ ଆଉ ଯେତିକି ବାଟ ଅଛି, ଆଉ ଯେତିକି ବାଟ ଅଛି ଏକରେ ସେ କହିଲା ଘର ଠାରୁ 28 କିମି ଆସିଲା। ଆଇଲା ପରେ ଦେଖିଲା ଆଉ ଯେତିକି ବାଟ ଅଛି ନା ତାର ଅଧା ଆସିଛି। ଯେତିକି ବାଟ ଅଛି, ଆଉ ଥରେ ଭଲ ଭାବରେ ବୁଝ, ଭଲ ଭାବରେ ବୁଝିବା। ଯେତିକି ବାଟ ଆସିଛି ଆଉ ଯେତିକି ବାଟ ଅଛି, ଯେତିକି ବାଟର ସେ ଅଧା ଆସିଛି। ବୁଝିହେଲା ନା ବୁଝିହେଲାନି? ତେବେ ତାକୁ ଆହୁରି କେତେ ଗୁଣ ବାଟ ଯିବାର ଅଛି? 2 ଗୁଣ ବାଟ ଯିବାର ଅଛି। ଯଦି ସମୁଦାୟ ବାଟଟାକୁ ଆମେ 3 ଗୁଣ ନେଇଯିବା, ସେ ଜମା କଣ କଲା? ଅଧା ବାଟର ସେ ଯେତିକି ଆସିଛି, ଯେତିକି ଅଧା ବାଟ ରହିଲା ନା, ଆଉ ଏତିକି ବାଟ ରହିଲା ନା, ୟାର ଅଧା ସିଏ ଆସିଛି। ବୁଝିହେଲା ନା ବୁଝିହେଲାନି? ତାହେଲେ ଏଠି କଣ ଲେଖିବା? ଗୋପାଳ ରାସ୍ତା ଅତିକ୍ରମ କରିଥିଲା ସମାନ ସମାନ 28 କିମି। ହେଲା ତାହେଲେ ସେ ଦେଖିଲା ଅଧା, ସେ ଦେଖିଲା କଣ ଦେଖିଲା? ଅବଶିଷ୍ଟ ବାଟର ଅଧା ଆସିଛି। ଅବଶିଷ୍ଟ ବାଟର ଅଧା ଆସିଛି। ଅବଶିଷ୍ଟ ବାଟର କେତେ ଆଇଛି? ଅଧା ଆଇଛି। ତାହେଲେ ପ୍ରଥମେ 28 ରେ 2 ଗୁଣି ଦିଅ। 28 ଦୁନେ କେତେ? 56 କିଲୋମିଟର ହବ। ହେଲା 56 ହେଲେ ପୁଣି 56 ରେ ଆମେ 28 ଟାକୁ ମିଶେଇ ଦେବା। 56 ମିଶାଣ 28 84 କିମି। ହେଲା ଏବେ ଦେଖ 84 ର ଅଧା କେତେ ହେଇଯିବ? ଠିକ ଅଛି 14 କିଲୋମିଟର ହେଇଯିବ। ହେଲା ତେବେ ଅତଏବ ତେବେ ଘର ଠାରୁ ଯାଜପୁର, ଘର ଠାରୁ ଯାଜପୁର 84 କିମି। ନମ୍ବର ଗୋଟିଏ ବଣ୍ଡଲରେ 80 ମିଟର 50 ସେମି କପଡା ଥିଲା। ସୋମବାର ଦିନ 10 ମିଟର 60 ସେମି, ମଙ୍ଗଳବାର ଦିନ 35 ମିଟର 45 ସେମି କପଡା ବିକ୍ରି ହେଲେ ବଣ୍ଡଲରେ ଆଉ କେତେ କପଡା ରହିଲା? କିଛି ନାହିଁ। ବଣ୍ଡଲରେ କପଡା ଥିଲା ସମାନ କପଡା ଥିଲା ସମାନ କେତେ କପଡା ଥିଲା ନା 80 ମିଟର
50 सेमी। 80 मीटर 50 सेमी जे समान 8050 सेमी। अच्छे एतिक हम है। एतिक सेमी कपड़ा थिला। सोमवार दिन कपड़ा बिक्री है। सोमवार दिन कपड़ा बिक्री है समान बिक्री है समान केते 10 मीटर 60 सेमी बा 1060 सेमी। मंगलवार दिन कपड़ा बिक्री है समान केते 10 मीटर 15 सेमी बा 1015 सेमी। बंडल ले आउ कपड़ा रहिला समान कपड़ा रहिला समान कपड़ा रहिला समान 8050 सेमी एडाण 1060 1015 सेमी जे समान 8050 एडाण 2075 समान केते रहिला 10 रु 5 गले 5 14 रु 7 गले 7 9 रु 0 गले 9 7 रु 2 गले 5 एतिकी सेमी जे समान 59 मीटर 75 सेमी। अतएव तेबे कपड़ा बंडल रे कपड़ा बंडल रे 59 मीटर 75 सेमी कपड़ा रहिला। कपड़ा रहिला बुझेला। तापर जीवा तापर नंबर प्रश्न हला 8 नंबर गोटे दुकान रु सोमवार दिन 20 मीटर 40 सेमी मंगलवार दिन 25 मीटर 80 सेमी और बुधवार दिन 10 मीटर 15 सेमी कपड़ा बिक्री होला तेबे से 3 दिन मोट केते कपड़ा बिक्री होला। 8 नंबर सेपरि भाबरे कपड़ा दुकान रु सोमवार दिन कपड़ा बिक्री होला कपड़ा दुकान रु सोमवार दिन कपड़ा बिक्री होला समान कपड़ा बिक्री होला समान कपड़ा केते बिक्री होला ना 20 मीटर 40 सेमी 20 मीटर 40 सेमी 2040 ठीक अछि। तेबे कौन कहला मंगलवार दिन कपड़ा दुकान रु मंगलवार दिन कपड़ा बिक्री होला केते ना 25 मीटर 80 सेमी बा 2580 सेमी। बुधवार दिन कपड़ा बिक्री होला कपड़ा दुकान रु बुधवार कपड़ा बिक्री होला समान 10 मीटर 15 सेमी
मोट कपड़ा बिक्री है 3टा को मिसे दवा 5 को 5 8 1 9 4 13 3 रखना 1 5 1 6 सेमी अते 3 दिन रे कपड़ा बिक्री है 3 दिन रे कपड़ा बिक्री है समान कपड़ा बिक्री है समान 56 मीटर 35 सेमी है 19 नंबर तुम घर ठारू मंदिर दूरता 200 मीटर तुम घर ठारू मंदिर दूरता समान 200 मीटर बा 20,000 सेमी 1 मीटर टा 100 सेमी तेणु 20 रे खाली 100 गुण देले एतिक सेमी बाहरी तुमे चली चली गल तुमे घर ठारू मंदिर को चली चली गल समान चली चली गल समान 80 मीटर 50 सेमी 80 मीटर 50 सेमी बा एतिकी सेमी तेबे साइकिल रे बाकी रास्ता साइकिल रे गल बाकी रास्ता तुमे कौन कल साइकिल रे गल तुमे बाकी रास्ता साइकिल रे गल बाकी रास्ता साइकिल रे गल साइकिल रे गल तेबे साइकिल रे जाइतो रास्ता 20,000 फेडाण 8,050 ये गला 50 9 रु 0 गले 9 19 रु 8 गले 11 एतिकी सेमी एतिकी सेमी 20,000 रु 8,050 फेडी देले 0 रु 0 गले 0 10 रु 5 गले 5 9 रु 0 गले 9 ये 9 रु 8 गले 1 1 को 1 अते 11 मीटर 900 ना 119 मीटर केते 50 सेमी से कोथरे गला साइकिल ले गला अते 119 मीटर 50 सेमी साइकिल रे गला साइकिल रे गला ठीक अछि 20 नंबर प्रश्न देला गोविंद घर ठारू विद्यालय दूरता 3 किमी 500 मीटर गोविंद घर विद्यालय को जाई पुणी घर फेरी आसले केते दूरता अतिक्रम करिवो किछि नाही दुई गुणी देवार अछि नले सेटा मिसे देवार अछि हला किछि असुविधा नाही लिखि दवा गोविंद घर ठारू विद्यालय दूरता गोविंद घर ठारू विद्यालय दूरता गोविंद घर ठारू विद्यालय दूरता समान 3 किमी 500 मीटर बा 3,500 मीटर
ହେଲା କହିଲା ଗୋବିନ୍ଦ ଘରୁ ବିଦ୍ୟାଳୟକୁ ଯାଇ ପୁଣି ଘରକୁ ଧରିନିଅ ଏଇଟା ହେଲା ଘର ହେଲା ଏଠୁ ଗଲା ଏଇଟା ହେଲା ବିଦ୍ୟାଳୟ ହେଲା ଏଠୁ ଗଲା 3 କିଲୋମିଟର 500 ମିଟର 3 କିମି 500 ମିଟର ଗଲା ପୁଣି ଫେରିଲା ମଧ୍ୟ ସେତିକି ଅର୍ଥାତ୍ 3 କିମି ସେ ବିଦ୍ୟାଳୟକୁ ଯାଇ ପୁଣି ଫେରିବାକୁ ସେ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟରୁ ଘରକୁ ଫେରିଲା ବିଦ୍ୟାଳୟରୁ ଘରକୁ ଫେରିଲା ତେବେ ବିଦ୍ୟାଳୟ ତେବେ ସେ କେତେ ବାଟ ଅତିକ୍ରମ କଲା ସେ କହିଛି ତେବେ ଦୂରତା ଗୋବିନ୍ଦ ଦୂରତା ଅତିକ୍ରମ କଲା ଗୋବିନ୍ଦ ଦୂରତା ଅତିକ୍ରମ କଲା 3500 ଗୁଣନ 2 ସମାନ 7000 ମିଟର ବା 7 କିମି ହେଲା ଅତଏବ ଗୋବିନ୍ଦ 7 କିଲୋମିଟର ଦୂରତା ଅତିକ୍ରମ କଲା ଗୋବିନ୍ଦ 7 କିଲୋମିଟର ଦୂରତା ଅତିକ୍ରମ କଲା ଅତିକ୍ରମ କଲା ବୁଝିଲା ଆଶା ଓ ବିଶ୍ୱାସ ସମସ୍ତଙ୍କୁ ଗଣିତ ବୁଝିବାରେ ସହଜ ହେଇଥିବ ଯଦି ସମସ୍ତଙ୍କୁ ଗଣିତ ବୁଝିବାରେ ସହଜ ହେଇଛି ତେବେ ଲାଇକ୍ କରନ୍ତୁ ସେୟାର କରନ୍ତୁ ବର୍ତ୍ତମାନ ସୁଦ୍ଧା ବି ଯଦି ଆପଣମାନେ ଆମର ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତେବେ ସବସ୍କ୍ରାଇବ କରିଦିଅନ୍ତୁ ପରବର୍ତ୍ତୀ ଫେଜରେ ପାର୍ଟ 3 ରେ ଆମେ 21 ରୁ 30 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ନେଇ ଆସିବୁ ସେ ପର୍ଯ୍ୟନ୍ତ ରହିଲୁ ପୁଣି ଥରେ ଦେଖା ହବ ଆସନ୍ତା ଭିଡିଓରେ ରହୁଛୁ ଜୟ ଜଗନ୍ନାଥ